एबे फेर राज्यर समस्त अंगनवाड़ी कर्मी आसला बड़ खबर। तेबे अंगनवाड़ी कर्मी दरमा वृद्धि नहीं होला बड़ घोषणा। तेबे वर्तमान बड़ खबर रही बढ़िब नहीं अंगनवाड़ी कर्मचारी दरमा। तेबे शुक्रवार ए केंद्र सरकार पक्ष सूचना दी जाइए। तेबे लोकसभा भवन में एक प्रश्न लिखित उत्तर दे महिला और शिशु विकास मंत्री सावित्री ठाकुर कहते पोषण योजना नियोजित अंगनवाड़ी कर्मी एवं सहायिका दरमा वृद्धि कर कौन प्रस्ताव नहीं। तेबे मंत्री कहते अंगनवाड़ी कर्मी माने सम्मानजनक कर्मी जो माने स्वेच्छासेवी भाव में से स्थानीय संप्रदाय शिशु मान যত্ন এবং বিকাশ ପାଇଁ ସେମାନଙ୍କର ସେବା ପ୍ରଦାନ କରନ୍ତି। ତେଣୁ ବର୍ତ୍ତମାନ ଏଭଳି କୌଣସି ପ୍ରସ୍ତାବ ସରକାରଙ୍କ ବିଚାରରେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପୋଷଣ ଯୋଜନାରେ ନିୟୋଜିତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି କରିବା ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି କି ବୋଲି ସଂସଦରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଠାକୁର ଏହି ସୂଚନା ଦେଇଛନ୍ତି। ତେବେ ସୂଚନା ଥାଉ କି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କୁ ସମ୍ମାନଜନକ ଦରମା ପ୍ରଦାନ କରାଯାଏ। ତେବେ ଏହା ଶେଷ ଥର ପାଇଁ 1 ଅକ୍ଟୋବର 2018ରେ ସଂଶୋଧିତ ହୋଇଥିଲା। ଏହାକୁ 6 ବର୍ଷରୁ ଅଧିକ ସମୟ ବିତିଲେ ବି କେନ୍ଦ୍ର ସରକାର ଏମାନଙ୍କର ଦରମା ବୃଦ୍ଧି କରିବା କଥା ବିଚାରକୁ ନେଇନାହାନ୍ତି। এই 6 ବର୍ଷ ଭିତରେ ବଜାର ଅନେକ ପରିବର୍ତ୍ତନ ହୋଇସାରିଛି। ତେବେ 2019 ପରଠାରୁ ମହଙ୍ଗା ବଜାରର 2-3 ଗୁଣ ବୃଦ୍ଧି ପାଇଛି। ହେଲେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ସମ୍ମାନଜନକ ରାଶି ବୃଦ୍ଧି କଥା ଚିନ୍ତା ନ କରିବା କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ନିୟମିତ ଅଙ୍ଗନବାଡ଼ି କେନ୍ଦ୍ରରେ କାମ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ପ୍ରତି ମାସରେ 4,500 ଟଙ୍କା ପାଉଥିବା ବେଳେ ମିନି ସେଣ୍ଟରରେ କାମ କରୁଥିବା ଅଙ୍ଗନବାଡ଼ିମାନେ 3,500 ଲେଖା ଟଙ୍କା ପାଉଛନ୍ତି। ତେବେ ଅଙ୍ଗନବାଡ଼ି ସହାୟିକାଙ୍କୁ ପ୍ରତି ମାସରେ 2,250 ଟଙ୍କା ଦରମା ଦିଆଯାଏ। ଏହା ସହିତ ଅଙ୍ଗନବାଡ଼ି କର୍ମୀମାନଙ୍କୁ କାର୍ଯ୍ୟଦକ୍ଷତା ଆଧାରିତ 500 ଟଙ୍କା और अंगनवाड़ी सहायक को 250 टंका प्रोत्साहन राशि प्रदान करा जाए। तेज अंगनवाड़ी कर्मी दरमা वृद्धि को नहीं जहाँ भी अपडेट आसो आप जानापी आम चैनल को सब्सक्राइब करूँ। हाँ ये वीडियो कौन देखुं निहत भाव कमेंट बॉक्स में कमेंट करूँ।